हेलो फ्रेंड आपण मानक प्रिय सीरियल सुनैना सीरियल देखिए जबरदस्त धमाका अच्छी हेबाकू जाउछि पापर पर्दाफाश। हाँ दर्शक बंधु भिडटी को स्किप न करी शेष पर्यंत देखंतु ताहाले जानि परिबे आपण मानक प्रिय सीरियल सुनैना सीरियल रे देखिबाकू पाइबे जे अनिशा घर परिवार सामने कहिबे मो कथा समस्ते कान खोली सुनी रख ए घरे बहुत बड़ सर्वनाश हेबाकू जाउछि। अनिशा कथा शुणी समस्ते आश्चर्य हो ଯିବେ। ତାପରେ ଜେଜେମା ଅନିଶାଙ୍କ କଥା ଶୁଣି ହାତ ଯୋଡ଼ି କହିବେ ଆମକୁ ଏ ବିପଦରୁ ରକ୍ଷା କରନ୍ତୁ ମା। ତାପରେ ସୁନୈନା କହିବେ ଯିଏ ସବୁଠୁ ବଡ଼ ବିପଦ ସିଏ କ'ଣ ରକ୍ଷା କରିବ ଜେଜେମା? ଆପଣ କ'ଣ ଭାବୁଛନ୍ତି ଇଏ ସତରେ ଦେବୀ? ଇଏ ନାଟକ କରୁଛି। ତାପରେ ହଠାତ୍ କିଏ ଜଣେ ବାବା ଡମ୍ବୁରୁ ବଜେଇ ବମ୍ ବମ୍ ଭୋଲେ କହି ସୁନୈନାଙ୍କ ଘର ଭିତରକୁ ଅନିଶା ପାଖକୁ ଆସି ଚୁପ୍ କିନା ସୁନୈନାଙ୍କୁ ଅନେଇ ଦେବେ। ତାପରେ ସୁନୈନା ସେ ବାବାଙ୍କୁ କ'ଣ ଗୋଟେ ଠାରି ଦେବେ। ସେ ବାବା କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ତାପରେ ସେ ବାବା ଜଣକ ଅନିଶାଙ୍କ ଚାରିପଟେ ବୁଲି ବୁଲି କହିବେ ଇଏ କୌଣସି ଦେବୀ ନୁହଁ, ୟାକୁ କାଳି ଶକ୍ତି ଗ୍ରାସ କରିଛି। କାଳି ଶକ୍ତି ମୁଁ ଏବେ ହିଁ ତାକୁ ଠିକଣା ଜାଗାରେ ପହଞ୍ଚେଇବି। ତାପରେ ଅନିଶା ସେ ବାବାଙ୍କୁ କହିବେ ମୂର୍ଖ, ତୁ ମୋର ଶକ୍ତି ପରୀକ୍ଷା କରିବାକୁ ଚାହୁଁଛୁ? ତାପରେ ସେ ବାବା ଜଣକ ଅନିଶାଙ୍କୁ କହିବେ ପରୀକ୍ଷା ନୁହେଁ, ମୁଁ ତ ପର୍ଦାଫାଶ କରିବି ସମସ୍ତଙ୍କ ଆଗରେ। ହେଲେ ଦର୍ଶକ ବନ୍ଧୁ ସୁନୈନା ଯେଉଁ ବାବାଙ୍କୁ ଡାକିଥିବେ ଅନିଶାର ସତ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ କ'ଣ ସେ ବାବା ଜଣକ ଅନିଶାର ପର୍ଦାଫାଶ କରିପାରିବେ କି ନାହିଁ କମେଣ୍ଟ ମାଧ୍ୟମରେ ଜଣାଇ ଦିଅନ୍ତୁ। ଆମ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ ନାହିଁ। ସୋମବାର ଠାରୁ ଶନିବାର ରାତି 7:30ରେ ଦେଖନ୍ତୁ ଆପଣମାନଙ୍କ ପ୍ରିୟ ସିରିଏଲ୍ ସୁନୈନା ଏବେ କେବଳ ସିଦ୍ଧାର୍ଥ ଟିଭିରେ।